ପିଲାମାନେ ଆଜି ଆମେ ତମ ଦ୍ୱିତୀୟ ଶ୍ରେଣୀ ହସ ଖେଳ ବହିର ପାଠ 1 ଚିତ୍ର ଦେଖି ଗପ କୁହ ବିଷୟଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଭିଡ଼ିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବେଇ ଦିଅ ଯାହା ଫଳରେ ନୂଆ ନୂଆ ଭିଡ଼ିଓ ଗୁଡ଼ିକ ଘରେ ବସି ଦେଖିପାରିବ। ପିଲାମାନେ ତମମାନେ ସମସ୍ତେ 1 ନମ୍ବର ପେଜ ଖୋଲ କି ନାହିଁ? ତାପରେ ଦେଖିବା ଏଠି କ'ଣ ଲେଖା ହେଇଛି ନା ପାଠ 1 ହେଲା। ବିଷୟଟିର ନାଁ କ'ଣ ନା ଚିତ୍ର ଦେଖି ଗପ କୁହ ହେଲା। ଚିତ୍ର ଦେଖି ଆମେ କ'ଣ କରିବା ନା ଗପଟିକୁ କହିବା ଏବଂ ଶୁଣିବା। ଚିତ୍ର ମାନେ କେଉଁ ଚିତ୍ର ପିଲାମାନେ କହିଲେ ଦେଖି? ଏଠି ଦେଖ ପିଲାମାନେ କେତେ ଗୁଡ଼ିଏ ଚିତ୍ର ଦେଇଛି। ଆମେ କ'ଣ କରିବା ନା ଏହି ଚିତ୍ର ଦେଖିକି ଗପଟିକୁ କହିବା ହେଲା। ଏହି ଚିତ୍ରକୁ ଦେଖିକି ତମମାନଙ୍କର କିଛି ଗପ ମନେ ପଡୁଛି କି ନାହିଁ ପିଲାମାନେ? ଆଚ୍ଛା ପିଲାମାନେ କହିଲେ ଦେଖି ଇଏ କେଉଁ ପକ୍ଷୀ? ଇଏ ହେଉଛି କାଉ ହେଲା। ଏଠି ଆକାଶରେ ତମମାନେ କ'ଣ ଦେଖୁଛ? ଏଠି ଆକାଶରେ ତମମାନେ ସୂର୍ଯ୍ୟକୁ ଦେଖୁଛ ଆଉ ଆକାଶରେ ଆଉ ବହୁତ ଗୁଡ଼ିଏ ପକ୍ଷୀ ଉଡ଼ି ଯାଉଥିବାର ଦେଖୁଛ। ଏଠି କ'ଣ ହେଇଛି ନା ଏଠି ଗଛ ଦେଖୁଛ ଆଉ ଏଠି ଗଛର ଆଉ କିଛି ଗଛର କ'ଣ ଏଠି ପତ୍ର ନଥିବାର ଦେଖୁଛ ହେଲା। ଏଠି କ'ଣ ହେଇଛି ନା ସୂର୍ଯ୍ୟ ଯେହେତୁ ଏଠି ହଳଦିଆ ଦେଖାଯାଉଛନ୍ତି ଏଠି ବହୁତ ଜୋର ଖରା ହେଉଛି ସେଥିପାଇଁ ପକ୍ଷୀ ଗୁଡ଼ିକ ଆକାଶରେ ଉଡ଼ି ଯାଉଛନ୍ତି। ଏଠି କାଉ ମଧ୍ୟ ଉଡ଼ୁଛି। ଏଠି ଗଛରେ କ'ଣ ବହୁତ ଜୋରେ ଖରା ହେବାରୁ ପତ୍ର ସବୁ ଏଠି ଶୁଖିକି ଗଛରୁ ଖସି ପଡ଼ିଛି ହେଲା। ଏଠି ପିଲାମାନେ କ'ଣ ନା ବହୁତ ଜୋରେ ଖରା ହେବାରୁ କ'ଣ ପକ୍ଷୀମାନେ ତାଙ୍କ ନିଜ ନିଜ ବସାକୁ ଫେରି ଯାଉଛନ୍ତି। କାଉ କ'ଣ କରୁଛି ନା ବହୁତ ଜୋରେ ଖରା ହେବା କାରଣରୁ ସେ ଆକାଶରେ ଉଡ଼ି ଉଡ଼ି ଥକି ଯାଇଛି। ସେ କ'ଣ କରୁଛି ନା ତାକୁ ବହୁତ ଜୋରେ ଶୋଷ ହୋଇଛି। ଦେଖିବା ସେ ଏବେ କ'ଣ କରୁଛି? ସେ ଏବେ କ'ଣ କରୁଛି ନା ଏଇ କୂଅ ମଧ୍ୟକୁ ଆସିଛି। କୂଅ ମଧ୍ୟରେ ସେ କ'ଣ ଦେଖିଲା ନା ତାକୁ ଯେତେବେଳେ ଶୋଷ ହୋଇଛି ସେ କୂଅ ମଧ୍ୟକୁ ଆସିଛି। କୂଅ ପାଖରେ ଦେଖିଲା ଗୋଟିଏ କ'ଣ ମାଠିଆ ଥୁଆ ହୋଇଛି ହେଲା। ମାଠିଆ ଥୁଆ ହେଇଛି। ମାଠିଆ ମଧ୍ୟରେ କ'ଣ ଅଛି ନା କିଛି ପାଣି ଅଛି। କାଉର ଥଣ୍ଟ ତ ବହୁତ ଛୋଟ ସେ ଆଉ କେମିତି ପାଣି ପିଇବା ଆଧେରୁ ଦେଖିଲା ଫୁଲ ପାଣି ମଧ୍ୟ ଏ ମାଠିଆରେ ନାହିଁ। ମାଠିଆରେ କ'ଣ ଅଧା ଠାରୁ ଆହୁରି କମ ପାଣି ଅଛି। ସେ ଏବେ କ'ଣ କରିବ ଦେଖିବା ତାପରେ ଏଇ ଛବିରେ। ତାପରେ ପିଲାମାନେ କାଉ ତାପରେ କ'ଣ କରୁଛି ଏଇ ଛବିକି ଲକ୍ଷ୍ୟ କର। କାଉର ତ ଏଣେ ବହୁତ ଶୋଷ ହେଲାଣି କାଉକୁ। ସେ ବା କ'ଣ କରିବ? କାଉ ବହୁତ ଚାଲାକ। ତାପରେ ସେ କ'ଣ କରୁଛି ନା ସେ ଦେଖିଲା ଏଇ କୂପ ମଧ୍ୟରେ କିଛି ଗୋଡ଼ି ପଡ଼ିଛି ହେଲା। ତାପରେ ସେ କ'ଣ କଲା ନା ଏଇ ଥଣ୍ଟରେ ଗୋଟିଏ ଗୋଟିଏ ଗୋଡ଼ିକୁ ଧରିଲା। ତାପରେ ସେ କ'ଣ କଲା ଦେଖିବା ପିଲାମାନେ ଏଇ ଛବିରେ ତମମାନେ ଲକ୍ଷ୍ୟ କର। କାଉ ଗୋଟିଏ ଗୋଟିଏ ଗୋଡ଼ି ନେଇକି କ'ଣ କଲା ମାଠିଆ ଭିତରେ ପକେଇଲା ହେଲା। ଏଠି ପିଲାମାନେ ତମମାନେ ଲକ୍ଷ୍ୟ କର ଏଠି କେତେ ଗୁଡ଼ିଏ ଗୋଡ଼ି ଥିଲା। ଏଠି ଆଉ କେତେ ଖୁବ କମ ଗୋଡ଼ି ଅଛି। ଯେହେତୁ ଆଉ କିଛି ଗୋଡ଼ିକୁ ନେଇକି କାଉ କ'ଣ କଲା ନା ଏଇ ମାଠିଆ ମଧ୍ୟରେ ପକାଇଲା। ଏଠି ତମମାନେ ପିଲାମାନେ ଦେଖିପାରୁଛ କି ନାହିଁ? କାଉ ଏଠି କ'ଣ କରୁଛି ନା ତା ଥଣ୍ଟରେ ଗୋଡ଼ିକୁ ଧରିଛି। ଏଠି ମାଠିଆରେ ଯେତିକି ପାଣି ଅଛି ଏଠି ମାଠିଆରେ ତାଠୁ ଅଧିକ ପାଣି ଅଛି। କାହିଁକି ଅଛି ଏଠି ଅଧିକ ପାଣି? ନା କାଉ ଯେହେତୁ ଏ ଗୋଡ଼ିକୁ ସବୁ ଆଣିକି ମାଠିଆ ମଧ୍ୟରେ ପକେଇଛି। ଏଇ ମାଠିଆର ଜଳ ସବୁ କ'ଣ ଧୀରେ ଧୀରେ ଉପରକୁ ଉଠିଲା। କାଉର ଥଣ୍ଟ ତ ଅତି ଛୋଟ। ଏଠି ମାଠିଆରେ ବହୁତ କମ ପାଣି ଅଛି। କାଉର ଥଣ୍ଟ ପାଇବନି। କାଉକୁ ତ ବହୁତ ଜୋର ଶୋଷ ହଉଛି ନା। ତାପରେ ଦେଖିବା କାଉ କ'ଣ କଲା। ତାପରେ ପିଲାମାନେ ତମମାନେ ଏଇ ଛବିକି ଲକ୍ଷ୍ୟ କର। ସେ ଗୋଡ଼ିକି ସବୁ କ'ଣ କଲା କାଉ ଆସ୍ତେ ଆସ୍ତେ ଦେଖ ପିଲାମାନେ ମାଠିଆରେ କେତେ ଗୋଡ଼ି କାଉ ଆଣିକି ସବୁ ପକେଇଛି ଥଣ୍ଟରେ। ଏଠି ଦେଖ ଥଣ୍ଟରେ ସେ କ'ଣ କରୁଛି ନା ଗୋଡ଼ି ସବୁ ଆଣିକି ପକେଇଛି। ତାପରେ କ'ଣ ହେଲା ନା କାଉ ଯେତେବେଳେ ସେ ଗୋଡ଼ିକି ସବୁ ଆଣିକି ମାଠିଆରେ ପକେଇଛି ଏଠି ଦେଖ ପିଲାମାନେ କେତେ କମ ଗୋଡ଼ି। ଏ ମାଠିଆରେ ଲକ୍ଷ୍ୟ କର ତମମାନେ କେତେ ଅଧିକା ଗୋଡ଼ି ହେଲା। କାଉ କ'ଣ କରୁଛି ନା ସବୁ ଗୋଡ଼ି ଆଣିକି ଥଣ୍ଟରେ ସବୁ ମାଠିଆରେ ପକେଇଛି। ତାପରେ ମାଠିଆର ପାଣି ସବୁ ଧୀରେ 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 ଉପରକୁ ଉଠିଲା। ତାପରେ କ'ଣ ହେଲା ନା କାଉର ଥଣ୍ଟ ମାଠିଆ ଭିତରକୁ ପାଇଗଲା। ତମମାନେ ଦେଖ ପିଲାମାନେ ପାଣି ସବୁ କ'ଣ ଗୋଡ଼ି ଯେତେବେଳେ କାଉ ପକେଇଛି ପାଣି ସବୁ ଉପରକୁ ଉଠିଲା। ତାପରେ କ'ଣ ହେଲା ନା କାଉ କ'ଣ ଥଣ୍ଟ ବୁଡ଼େଇକି ମାଠିଆ ମଧ୍ୟରୁ ପାଣି ପିଇଲା।
ତାକୁ ତ ବହୁତ ଜୋର ଶୋଷ ହଉଥିଲା ନା। କାଉ ଦେଖିଲ କେମିତି ଚାଲାକ। ସେ କ'ଣ କଲା ନା ମାଠିଆ ମଧ୍ୟରେ ଥିବା ପାଣିକୁ ପିଇଲା। ତାପରେ ସେ କ'ଣ କଲା ନା ମନ ଖୁସିରେ ଆକାଶରେ ପୁଣି ଉଡ଼ିଗଲା। ହେଲା ପିଲାମାନେ, ତମେମାନେ ଏବେ ଗପଟିକୁ ବୁଝିପାରିଲ କି ନାହିଁ? ଆଚ୍ଛା ହଉ, ମୁଁ ଆଉ ଥରେ ଏ ଗପଟିକୁ କହୁଛି, ତମମାନେ ମନ ଦେଇକି ଶୁଣିବ। ହେଲା ଏଠି କ'ଣ ହେଇଛି ନା ଆକାଶରେ ବହୁତ ଜୋର ଖରା ହଉଛି। ହେଲା ସେତେବେଳେ କ'ଣ ହେଇଛି ନା ପକ୍ଷୀମାନେ ଅଧିକା ଖରା ହେବାରୁ ତାଙ୍କ ବସାକୁ ଫେରି ଯାଉଛନ୍ତି। ଆଉ ବହୁତ ଜୋରେ ଖରା ହେବାରୁ କ'ଣ ହେଇଛି ନା ଗଛର ପତ୍ର ସବୁ ଶୁଖିକି ତଳେ ଖସି ପଡ଼ିଛି। ସେତେବେଳେ କ'ଣ ହେଇଛି ନା କାଉଟିଏ ଆକାଶରେ ଉଡୁଥିଲା। ବହୁତ ଜୋରରେ ଖରା ହଉଛି ଯେହେତୁ କାଉକୁ ବହୁତ ଜୋରେ ଶୋଷ ହେଲା। ଶୋଷ ହେବାରୁ କ'ଣ ହେଲା ନା କାଉ କ'ଣ ହେଲା ନା ଏଇ କୂଅ ମଧ୍ୟକୁ ପାଣି ପିଇବା ପାଇଁ ଆସିଲା। ସେଠି କ'ଣ ହେଲା, କୂଅ ତ ବହୁତ ଗଭୀର, କୂଅ ଭିତରକୁ ତ କାଉ ଥଣ୍ଟ ପାଇବ ନାହିଁ। ସେ କେମିତି ପାଣି ପିଇବ? ସେ ଦେଖିଲା କୂଅ ପାଖରେ କ'ଣ ଗୋଟିଏ ମାଠିଆ ଥୁଆ ହୋଇଛି। ମାଠିଆ ମଧ୍ୟରେ ଖୁବ୍ କମ୍ ପାଣି ଅଛି। କାଉର ଥଣ୍ଟ ତ ଏଠି ବହୁତ ଛୋଟ। ତମମାନେ ଦେଖିପାରୁଛ କି ନାହିଁ? କାଉର ଥଣ୍ଟ ଏଠି ବହୁତ ଛୋଟ। ମାଠିଆ ମଧ୍ୟକୁ କ'ଣ ତା ଥଣ୍ଟ ପାଇବ ନାହିଁ। କାଉ ସେଇଠୁ କ'ଣ କଲା ନା କିଛି ଉପାୟ ଚିନ୍ତା କଲା, ସେ କେମିତି ମାଠିଆ ଭିତରୁ ପାଣି ପିଇବ। ହେଲା କାଉ ତାପରେ କ'ଣ କଲା ନା ସେ ଦେଖିଲା ଏଇ ମାଠିଆ ପାଖରେ କ'ଣ କିଛି ଗୋଡ଼ି ପଡ଼ିଛି। କାଉ ତ ବହୁତ ଚାଲାକ ନା। ସେ କ'ଣ କଲା ନା ସେଇ ମାଠିଆ ପାଖରେ ଥିବା ଗୋଡ଼ିକୁ ସେ ଥଣ୍ଟରେ କ'ଣ କଲା ନା ଗୋଟିଏ ଗୋଟିଏ ଆଣିକି ଏଇ ମାଠିଆ ମଧ୍ୟରେ ପକେଇଲା। ଏ ଛବିରେ ତମମାନେ ଦେଖିପାରୁଛ କି ନାହିଁ? ଏଠି ଗୋଡ଼ି ଅଛି। କାଉ କ'ଣ କରୁଛି ନା ଏଠି ଥଣ୍ଟରେ ସବୁ ଗୋଡ଼ି ଆଣିକି ଏ ମାଠିଆ ମଧ୍ୟରେ ଏଠି ପକେଇଛି। ହେଲା ଏଠି ପିଲାମାନେ ତମେମାନେ ଲକ୍ଷ୍ୟ କର, ଏଠି କ'ଣ ହେଇଛି ନା କାଉ ଯେତେବେଳେ ମାଠିଆ ମଧ୍ୟରେ ଆଣିକି ଗୋଡ଼ି ପକେଇଛି, ପାଣି ଏଠି କେତେ କମ୍ ଅଛି ଦେଖିପାରୁଛ କି ନାହିଁ? ମାଠିଆ ମଧ୍ୟରେ ଏଠି ଯେତେବେଳେ କାଉ ଗୋଡ଼ି ଆଣିକି ପକେଇଛି, ମାଠିଆର ଜଳ ସବୁ କ'ଣ ହେଇଛି ନା ଉପରକୁ ଉଠିବାରେ ଲାଗିଲା। ତାପରେ କାଉ କ'ଣ କଲା ନା ଏଇ ସବୁ ଯାକ ଗୋଡ଼ିକୁ ସେ ଆଣିକି ଥଣ୍ଟରେ କ'ଣ କଲା ନା ମାଠିଆରେ ଧୀରେ 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 ପକେଇବାରେ ଲାଗିଲା। ତାପରେ କ'ଣ ହେଲା, ମାଠିଆର ପାଣି ସବୁ ଉପରକୁ ଉଠିଲା। ତାପରେ କାଉ କ'ଣ କଲା ନା କାଉର ଥଣ୍ଟ ଯେହେତୁ ଅତି ଛୋଟ ଥିଲା, ମାଠିଆ ଭିତରକୁ ପାଉନଥିଲା, ସେ ଯେତେବେଳେ ଗୋଡ଼ି ସବୁ ଆଣିକି ମାଠିଆ ଭିତରେ ପକେଇଲା, ତାପରେ କ'ଣ ହେଲା ନା ପାଣି ସବୁ ଉପରକୁ ଉଠିଗଲା। ଉପରକୁ ଉଠିଯିବା ଫଳରେ କ'ଣ ହେଲା ନା କାଉର ଥଣ୍ଟ ମାଠିଆ ଭିତରକୁ ପାଇଗଲା। ତାପରେ କାଉ ପାଣି ପିଇ ମନ ଖୁସିରେ ଆକାଶକୁ ଉଡ଼ିଗଲା। ଏବେ ତମମାନେ ପିଲାମାନେ ଗପଟିକୁ ବୁଝିପାରିଲ କି ନାହିଁ ଭଲ ଭାବରେ? ଏବେ ତମମାନେ ଛବି ଦେଖିକି ଭଲ ଭାବରେ ଗପଟିକୁ କହିପାରିବ ନା ନାହିଁ? ଆଚ୍ଛା ହଉ, ଏଠି ପିଲାମାନେ ଆମେ କ'ଣ ପଢିବା ନା ଚିତ୍ର ନମ୍ବର 2। ହେଲା ତମେମାନେ ପେଜ ନମ୍ବର 2 ଖୋଲ ତମମାନଙ୍କ ବହିରେ। ଏଠି କ'ଣ ଲେଖା ହେଇଛି ନା ଗାଁରେ ସକାଳ। ଗାଁରେ ସକାଳ ହେଲେ କେଉଁ କେଉଁ ଦୃଶ୍ୟ ଛବି ସବୁ ଆମକୁ କ'ଣ ଦେଖିବାକୁ ମିଳେ, ଏଠି ଆମେ ଭଲ ଭାବରେ ଦେଖିବା ଏବଂ ଆଲୋଚନା କରିବା। ହେଲା ଗାଁରେ ସକାଳ ହେଲେ ପିଲାମାନେ ତମମାନେ କ'ଣ ସବୁ ଦେଖ କହିଲ? ଗାଁରେ ସକାଳ ହେଲେ ଏଠି ଆକାଶରେ ଏଠି କ'ଣ ବାଦଲ ସବୁ ଦେଖୁଛ। ଆଉ କ'ଣ ଦେଖୁଛ ନା ଆକାଶରେ ସବୁ ଚଢ଼େଇ ସବୁ ଉଡ଼ି ଯାଉଛନ୍ତି। ଏଠି ପାହାଡ଼କୁ ତମମାନେ ଦେଖୁଛ, ଏଠି କ'ଣ ଚଢ଼େଇ ସବୁ ଉଡ଼ି ଯାଉଛନ୍ତି। ଆଉ କ'ଣ ହଉଛି ନା ସୂର୍ଯ୍ୟ ଏଠି ଉଦୟ ହଉଛନ୍ତି। ଆଉ କ'ଣ ସବୁ ଦେଖୁଛ ପିଲାମାନେ କହିଲେ ଦେଖି ଏଇ ଛବିରେ? ଏଠି ବହୁତ ଗୁଡ଼ିଏ ଗଛ ସବୁ ଦେଖୁଛ ତମମାନେ। ହେଲା ଏଠି ସବୁ ଗଛ ଦେଖୁଛ ନା ନାହିଁ? ତାପରେ କ'ଣ ହେଇଛି ନା ଏଠି ଚାଷୀ କ'ଣ କରୁଛି ନା ବିଲରେ ଏଠି ହଳ କରୁଛି। ଆଉ ଏଠି ସବୁ ବହୁତ ଗୁଡ଼ିଏ ଘର ସବୁ ତମମାନେ ଦେଖୁଛ। ଏଠି କ'ଣ ହେଇଛି ପିଲାମାନେ, ଗୋଟିଏ କ'ଣ କୂଅ ମଧ୍ୟରୁ କ'ଣ ବହୁତ ଗୁଡ଼ିଏ ସ୍ତ୍ରୀ ଲୋକ ଏଠି କ'ଣ କରୁଛନ୍ତି ନା ଏଠି ପାଣି ନଉଛନ୍ତି। ଏଠି ଦେଖ ପିଲାମାନେ କେମିତି ପାଣିକୁ ମୁଣ୍ଡେଇକି ନଉଛନ୍ତି। ଆଉ କ'ଣ କରୁଛନ୍ତି ନା ଏଠି ବାଲ୍ଟି ସାହାଯ୍ୟରେ କୂଅରୁ କେମିତି ପାଣି କାଢୁଛନ୍ତି। ଆଉ କ'ଣ ଦେଖୁଛ ପିଲାମାନେ କହିଲେ ଦେଖି? ଏଠି ପିଲାମାନେ ତମମାନେ ଦେଖିପାରୁଛ କି ନାହିଁ? ବହୁତ ଗୁଡ଼ିଏ ଘର ଅଛି। ଆଉ କ'ଣ ହେଇଛି, ଏଠି ପିଲାଟି କ'ଣ ଚକ ଧରିକି ଖେଳୁଛି। ଆଉ ଏଠି ଗୋଟେ କ'ଣ ଏଠି କ'ଣ ଗୋଟିଏ ସ୍ତ୍ରୀ ଲୋକ କ'ଣ କରୁଛନ୍ତି ନା ଏଠି ଘଷି ପାରୁଛନ୍ତି। ତମମାନେ ପିଲାମାନେ ଦେଖିପାରୁଥିବ କି ନାହିଁ? ତମ ମା ମାନେ କ'ଣ ଗାଁରେ ସବୁ କ'ଣ ଘଷି ପାରୁଛ କି ନାହିଁ? ତମେ ଘଷି ପାରୁଥିବାର ଦେଖିଥିବ। ଏଠି କ'ଣ କରୁଛନ୍ତି ନା ଏଠି ସେ ସକାଳୁ କ'ଣ ଗାଧେଇ ସାରି କ'ଣ ଚଉରାକୁ ପୂଜା କରୁଛନ୍ତି।
एठी कौन देखुच पिला माने कहिलो देखी एठी त माने आराम से कहि परिबो ये केउ पक्षी ये होउची कुकुड़ा हला सकाळ हेले कुकुड़ा राबे कि नाही। अच्छा हो पिला माने तमाने पेज नंबर 3 देख एठी मध्य से कौन आकाश रे चढ़ई गुड़ी को उड़ी जाउछंती एठी तमे आकाश रे आ कोन देखुच ना बादल को देखुच एठी पहाड़ मध्य देखुच गछ को मध्य देखुच एठी कौन चासी बिल को कौन हल करबा को जाउछि एठी तम माने गाय को देखुच आउ एठी गछ मूल रे कौन किछि वृद्ध लोक बसिकी कौन कथाबार्ता हेउछंती एठी मध्य बहुत गुड़िए कौन घर देखुच आउ कौन देखुच पिला माने कहिलो देखी एठी पिला माने स्कूल जाउछंती आउ एठी कौन एठी बसिकी सखाळू सखाळू उठी कौन एठी जणे व्यक्ति बसिकी कौन करचंती ना एठी दांत घसुचंती तमे माने जेते बेले सखाळू उठ सेते बेले कौन कर दांत घस प्रथमे एठी कौन करचंती ना जणे स्त्री लोक एठी कौन दांड खरकुछंती जेहेतु सखाळे सब कौन खरकी लोक माने कौन दांड सब खरकंती तमे देखिच ना नाही एठी कौन एठी कुकुर को देखुच एठी तार छुआ को देखुच हला पिला माने एबे तमे माने पृष्ठा नंबर 4 खुलो बहिरे एबे आमे कौन पढिबा ना चित्र नंबर 3 हला जानवाहन रो नाम कुह एठी केतेक जानवाहन देइची आमे तार कौन करिबा ना नाम कहिबा हला एटा पिला माने कहिलो एटा केउ जान एटा गुटिए ट्रेन हला ट्रेन ने आमे माने बसकी केउठा को जाई थाउ ना बहुत दूर स्थान को जाई थाउ पिला माने एटा कहिलो केउ जान एटा त माने गां रे देखिथिबो आउ बहुत स्थान रे मध्य देखिथिबो तम घरे मध्य थिबो एटा केउ जान ना एटा गुटिए कोन स्कूटर गाड़ी एहार केतोटी चक अछि ना एहार दुईटी चक अछि हला एटा पिला माने कहिलो केउ चक एटा त माने भलो भाबरे कहि परिबो एटा केउ जान एटा गुटिए साइकल अच्छा कहिलो पिला माने एहार केतोटी चक अछि ना एहार दुईटी चक अछि हला एटा पिला माने कहिलो एटा होउची केउ गाड़ी ना एटा गुटिए मोटर गाड़ी एहार केतोटी चक अछि ना दुईटी चक अछि एहा साजर आमे बहुत दूर स्थान को जाई थाउ अच्छा पिला माने कहिलो देखी एटा गुटिए केउ जान एटा गुटिए ट्रक गाड़ी हला त माने आकु देखिच ना नाही पिला माने कहिलो पिला माने एटा केउ गाड़ी ना एटा होची गुटिए ऑटो रिक्शा एहार केतोटी चक अछि ना तीनोटी चक अछि हला आहा साजर आमे कोन बहुत दूर स्थान को जाई थाउ एटा कहिलो पिला माने एटा केउ जान ना एटा गुटिए एरोप्लेन तमे एरोप्लेन को समस्ते आकाश रो उडुथुबार देखिथिबो एटा पिला माने कहिलो कोन ना एटा होची गुटिए हेलिकॉप्टर हला आ साजर आमे कोन करू ना बहुत दूर स्थान को जाई थाउ एटा पिला माने कहिलो एटा काहार छवि ना एटा गुटिए कार छवि एटा गुटिए काहार छवि ना एटा गुटिए जीप रे छवि हला ए कार साहायरे जीप साहायरे आमे बहुत दूर स्थान को जाई थाउ एहार केतोटी चक अछि पिला माने कहिलो देखी ना जीप रो 4टी चक अछि कार मध्य 4टी चक अछि हला एटा होची गोटिए कोन ना पानी जहाज रो चित्र हला पानी जहाज केउठारे चले ना से केवल पानी रे चले पिला माने एबे तमे बुझी पारलो कि नाही वीडियोटी जदी तम मानको भल लागि थाए ताहले लाइक शेयर सब्सक्राइब करिया को जमा भी भूलिबनी थैंक यू।